କଥାଟି ନିରାଟ ସତ୍ୟ। ସତ୍ୟ କଥା ଶୁଣିବାକୁ କାହାକୁ ବି ପସନ୍ଦ ଲାଗେ ନା। ଯେମିତିକି ଆପଣଙ୍କ ମାନଙ୍କ ମଧ୍ୟରୁ ମୁଁ ବି ଜଣେ ତା ଭିତରୁ। ଆଉ ଏ କଥାଟି ଯିଏ ବି ଶୁଣିବ ତାକୁ ବି ଟିକେ ଭଲ ଲାଗିପାରେ, ଆଉ କାହାକୁ ବି ଟିକେ ଖରାପ ଲାଗିପାରେ। ହେଲେ କାହା ଭଲ ଖରାପ ପାଇଁ ମୁଁ ଏ କଥା କହୁନି। ମୋ ମନକୁ ଯେହେତୁ ଏ କଥାଟି ଆସିଲା, ମୁଁ ସେଥିପାଇଁ କହିବାକୁ ମନେ କଲି। ସତ କହିଲେ ଆମ ମାଇଣ୍ଡରେ ଝିଅ ଥିଲାବେଳେ ସବୁବେଳେ ସମସ୍ତେ କହନ୍ତି ଶାଶୁ ଘରକୁ ଯିବୁ ଦେଖିକି ଚଳିବୁ। ଶାଶୁ ପାଖରେ ଚଳିବା ଭାରି କଷ୍ଟକର କଥା। କିନ୍ତୁ ଯେତେବେଳେ ମୁଁ ବୋହୂ ହେଇକି ଆସିଲି, ମୋତେ ବି ସେମିତି ଲାଗୁଥିଲା। ଶାଶୁ ପାଖରେ ଚଳି ହେବନି, ଭାରି କଷ୍ଟ। କିନ୍ତୁ ଧୀରେ ଧୀରେ ମିଶିଯିବା ପରେ, ଧୀରେ ଧୀରେ ସେଇ ପରିଚାଳିରେ ପରିଚାଳିତ ହେଲା ପରେ ନିଜକୁ ଲାଗୁଛି ଯେ ତାଙ୍କର ପ୍ରତ୍ୟେକଟି କଥା ବୋଧେ ମୋର ଉପକାରିତା ପାଇଁ ସେ କହୁଛନ୍ତି। କାରଣ ଜୀବନକୁ ସେ ବହୁତ ଆଗରୁ ଦେଖିଛନ୍ତି। ଆମେ ତ ଏବେ ଜୀବନକୁ ଦେଖୁଛେ,